ପିଇବା ସବୁ ଏ ସବୁ ପରିवर्ତ୍ତନ କରିକି ୱେଟ୍ ଲସ୍ ବି କରୁଛେ। ଆଉ ମ୍ୟାମ୍ ମୋର ତ ମ୍ୟାମ୍ ସବୁଠୁ ବଡ କଥା ହଉଛି ଏଇ ଯୋଉ ଖାଇବା ପିଇବା ସରିକି ବଦଳେଇକି ମୋର ଯୋଉ ବଡ ରୋଗ ଥିଲା ଯେ କି ଡାଇବେଟିସ୍, ସେଇଟା ବର୍ତ୍ତମାନ ପ୍ରାୟତଃ କଣ୍ଟ୍ରୋଲ ହେଇଗଲାଣି। ଖାଲି ଟିକେ ଅଧିକା ରହୁଛି ବୋଲି ତା ପାଇଁ ଡାଇଟ୍ ଅଛି, କୋଚ୍ ମ୍ୟାମଙ୍କ ଗାଇଡାନ୍ସ ରେ ରହୁଛି ମ୍ୟାମ୍। ତ ମୋର ଏ କମ୍ୟୁନିଟି କି ଆସିକି ତ ବହୁତ କିଛି ଚେଞ୍ଜ ହେଇଛି ମ୍ୟାମ୍। ଚନ୍ଦ୍ରିକା ମ୍ୟାଡାମ, ଯେତେବେଳେ ଫାଷ୍ଟ ଆଜ୍ଞା ମ୍ୟାମ୍। ଟାଇମ ବିଟିପି କୁ ଆସିଲେ ଆଜ୍ଞା ଆପଣଙ୍କୁ କେମିତି ଲାଗିଥିଲା? ମ୍ୟାମ୍ ଭଲ ଲାଗିଥିଲା ମ୍ୟାମ୍। ବିଟିପିରେ ଏ ଥିଲା ଯୋଉ ଆପଣ 21 ଡେଜ ର ପ୍ରୋଗ୍ରାମ ରେ ଥିଲେ ନା 10 ଡେଜ ର ପ୍ରୋଗ୍ରାମ ରେ ଥିଲେ? 21 ମ୍ୟାମ୍। 21 ତ 21 ଦିନ 21 ଦିନ ପର୍ଯ୍ୟନ୍ତ ଡିସିପ୍ଲିନ ରେ ରହିବା ଆପଣଙ୍କ ପାଇଁ ସହଜ ଥିଲା କି? ମ୍ୟାମ୍ ସେତେବେଳେ ମୁଁ ଫ୍ୟାଟ ଲସ୍ କରିଥିଲି 7 kg ଫ୍ୟାଟ ଲସ୍ କରିଥିଲି। ଆଉ ତାପରେ ବିଟିପିରେ ପ୍ରଥମ ବିଟିପିରେ ତାପରେ ବଡି ବହୁତ ହାଲକା ଫିଲ୍ ହଉଥିଲା। ମ୍ୟାମ୍ ମୁଁ କିଛି ଦିନ ଜଏନ କଲା ପରେ ତ ମାସେ ପରେ ଫାଷ୍ଟ ବିଟିପି ମାନେ କରିନଥିଲି। ମାସେ ପରେ ଯୋଉ ସେକେଣ୍ଡ ମାସରେ ଯୋଉ ବିଟିପି କରିଥିଲି ମ୍ୟାମ୍, ବହୁତ ସାରା ରେଜଲ୍ଟ ପାଇଥିଲି। ସୁପର୍, ବହୁତ ବଢିଆ। ଆପଣଙ୍କର କେତେ ଦିନ ହେଲା କମ୍ୟୁନିଟିରେ? ମ୍ୟାମ୍ ଆଉ 2 ଦିନ ପରେ 5 ମାସ ପୁରୀ ଯିବ ମ୍ୟାମ୍। 5 ମାସ ପୁରୀ ଯିବ। 5 ମାସ ଭିତରେ ପାଖାପାଖି 3 ରୁ 4ଟା ବିଟିପି ଜଏନ କରିଛନ୍ତି, ମୁଁ ଠିକ କହୁଛି? ଆଜ୍ଞା ମ୍ୟାମ୍, ତିନିଟା ଆଜ୍ଞା ମ୍ୟାମ୍। ସୁପର୍। ଆଚ୍ଛା, ଏଇ ଯୋଉ ବିଟିପି ପ୍ରୋଗ୍ରାମ ଦ୍ଵାରା ଆପଣଙ୍କର ଲାଇଫ ଷ୍ଟାଇଲରେ କଣ ପରିବର୍ତ୍ତନ ଆସିଲା? ଜୀବନ ଶୈଳୀରେ କଣ କଣ ପରିବର୍ତ୍ତନ ଆସିଲା? ମ୍ୟାମ୍ ଏଇ ବିଟିପି ଦ୍ଵାରା ମ୍ୟାମ୍ ଆମେ ଯୋଉ ମଝିରେ ମଝିରେ ଆମେ କମ୍ୟୁନିଟିରେ ରହିଲେ ବି ଯୋଉ ମଝିରେ ମଝିରେ ଟିକେ ଟିକେ ଆଡୁ ସାଡୁ ଖାଇବା ପିଇବା ଏଗୁଡା ସବୁ ଡିସିପ୍ଲିନ ହେଇଯାଉଛି ମ୍ୟାମ୍। ପୁରା ସଜାଡି ହେଇଯାଉଛି ଯେ ନାଇଁ ବିଟିପି ଚାଲିଛି। ଗୋଟେ ଏକ୍ଜାମ ଟାଇମରେ ଯେମିତି ପିଲାମାନେ ପାଠ କୁ ଧ୍ୟାନ ଦିଅନ୍ତି, ସେମିତି ବଡି ଟ୍ରାନ୍ସଫରମେସନ ପ୍ରୋଗ୍ରାମରେ ସେମିତି ମାନେ ଧ୍ୟାନ ଦବାକୁ ପଡୁଛି। କିଛି ବାହାର ଜିନିଷ ଖାଇବାନି କି ଇଏ କରିବାନି, ଆଉ କିଛି ଭୁଲ ଭାଲ କରିବାନି ଯାହା ଫଳରେ ୱେଟ ବଢିଯିବ କି ରେଜଲ୍ଟ ଆସିବନି। ଏଇ ସବୁ ଇଏରେ ଧାଇଁ ପଡିଥାଉ ମ୍ୟାମ୍ ଆଉ। ସୁପର୍, ବହୁତ ବଢିଆ। ମ୍ୟାଡାମ ଆପଣଙ୍କର ଏଜ କେତେ ହବ? ଆମର 47। 47। ଥ୍ୟାଙ୍କ ୟୁ ସୋ ମଚ୍ ମ୍ୟାଡାମ। ଆପଣ ବିଟିପି ରେ ଆଜି ଜଏନ କରିଛନ୍ତି, ଆଜି ସବୁ ଜିନିଷ ଛାଡିଛନ୍ତି। ଆଜ୍ଞା ମ୍ୟାମ୍। ବହୁତ ବଢିଆ। ଥ୍ୟାଙ୍କ ୟୁ ସୋ ମଚ୍ ଚନ୍ଦ୍ରିକା ମ୍ୟାଡାମ। ଚନ୍ଦ୍ରିକା ମ୍ୟାଡାମ ସମସ୍ତେ କ୍ଲାପ କରିଦିଅନ୍ତୁ। ଯେମିତି କି ମୁଁ କହିବି, ଫାଷ୍ଟ ଟାଇମ ଯେତେବେଳେ ଆମେ ଆସୁନା, ନିଜକୁ କେମିତି ମୁଁ ସୁଧାରିବି, ଏଇଟା ବହୁତ ବଡ ମାନେ ପ୍ରଶ୍ନ ଉଠେ କି କେମିତି ନିଜକୁ ସମ୍ଭାଳିବି, କେମିତି ନିଜକୁ କଣ୍ଟ୍ରୋଲ କରିବି। ଯେତେବେଳେ ଆମେ ବିଟିପି ପ୍ରୋଗ୍ରାମରେ ଆମେ ଜଏନ କରୁ, ଫାଷ୍ଟ ତ ଆଗେ କେମିତି ଜଏନ କରିବି, ହଁ ନା ନାଇଁ? ମସ୍ତି କ୍ଲାସରେ ଜଏନ କରିବି, 6:30 କ୍ଲାସରେ କେମିତି ଜଏନ କରିବି। ଆରେ ବାପରେ, 6:30ରେ ସମସ୍ତେ ସ୍କ୍ରିନଶଟ ମାରିକି ସେଣ୍ଡ କରିଦେଇଛନ୍ତି ନା? ନହେଲେ 10 ପଳେଇବ, 10 ମାର୍କ